सदमार्ग अनुजाय पुण्य सुसमाचार अध्याय 4 पद संख्या 1 ରୁ 9 पद पर्यंत। यीशु पुनर्बार समुद्र उपकूल शिक्षा देवाक लगिले। चतुर्पार्श्वे एक विशाल जनता समवेत होइतिबा जोगु से समुद्र रे गोटे नौकार जाई बसिले। समस्त लोक समुद्र कूल रहिले। से दृष्टांत माध्यम से अनेक उपदेश देवाक लगिले। से कहिले, शुण, जड़े बुणाली विहन बुणिया को बाहरिला। बुणिबा समय केते गुड़िए मंजी रास्ता कड़े पड़ा एवं आकाशर पक्षी माने आसी से गुड़ी को खाईगले। अन्य केतेक मंजी पथुरिया भूमि पड़ा। अल्प माटी थिबारु सेगुड़िक शीघ्र अंकुरित होई उठिला, किंतु सूर्य उदय हेबा परे चारा गुड़िक पड़गला एवं चेर नथिबारु सुखीगला। पुणी केतेक मंजी कंटा बुदारे पड़गला। कंटा बुदा पड़ी सेगुड़ी चापिदेला एवं ताहा किछि फल उत्पन्न कला नाही। मात्र केतेक बिहन उत्तम माटी पड़ा। तन्मध्यरु केतेक 30 गुण, केतेक 60 गुण, पुणी केतेक 100 गुण फल फलिला। पुणी से कहिले, सुनिबाकु जार कान अछि से सुनु। प्रभुकर सुसमाचार। तुम्हारी प्रशंसा उठिले समस्ते जीशु उठिले हालेलुया हालेलुया हालेलुया। जीशु उठिले जीशु उठिले जीशु उठिले। ख्रीष्टଙ୍କ ଠାରେ मोर प्रिय भाई एवं भणी माने, जते बेले पिता ईश्वर सृष्टिकर्ता जगत सृष्टि कले, शेष मनुष्य को मध्य सृष्टि कले। आउ से कहले कौन उत्तम, कौन कहले उत्तम। ये सृष्टि अधिक भल उत्तम। तापरे आसुची पाप आ कौन सब आसुची। जब सृष्टि कर सारा पर से गोटे बगीचा रे रखिले। ताको आमे कौन कहूँ कि बगीचा से कौन कहले ब्रदर ओ समस्ते डाउट कर जीशु उठिले डाउट कर जीशु उठिले जे उद्यान रे रखिले पिता ईश्वर आदम एवं को से उद्यान रो ना कौन वो एदन उद्यान समस्ते कहबो एदन उद्यान रे जते बेले रखिले कोई लाइव कर लाइव डिस्टर्ब हो जाओ ना सजाइए भल पक्षे ना पर पोस्ट करा सजाइए
ଲାଇଭ୍ ହେଲା ଡିଷ୍ଟର୍ବ ହେଇଯାଉଛି ନା ଏଠି ତେଣୁ ଲାଇଭ୍ କରାହେଉନି। ତେବେ ସେ ଏଦନ ଉଦ୍ୟାନରେ ଯେତେବେଳେ ସେମାନଙ୍କୁ ରଖିଲେ ସେ ଗୋଟିଏ ବାକ୍ୟ କହିଲେ, ଗୋଟିଏ ବାକ୍ୟ ସେଟା ପ୍ରତ୍ୟେକ ପଢ଼ିଲେ। ପୁଣି ସଦାପ୍ରଭୁ ପରମେଶ୍ୱର ସେଇ ମନୁଷ୍ୟକୁ ନେଇ ଏଦନ ଉଦ୍ୟାନକୁ ସୁସଜ୍ଜିତ ଓ ରକ୍ଷା କରିବା ପାଇଁ ନିଯୁକ୍ତ କଲେ। ସେ ସୁସଜ୍ଜିତ ଏବଂ ରକ୍ଷା କରିବା ପାଇଁ ଏଇଟା ଆମେ ମନେ ରଖିବାର ଅଛି। କାହିଁକି ଏ କାମ ଧାମ, କାହିଁକି ଏ ଜଗତରେ ଦରକାର ଅଛି? ଯଦି ଏ ଜଗତରେ ଉଦ୍ୟାନରେ ତାଙ୍କୁ ରଖିଲେ କାମ ଦେଲେ ଈଶ୍ୱର ସୁସଜ୍ଜିତ ବୋଲେ ତାର ସେ ସୁସଜ୍ଜିତ ହେବ କି? କାମ କଲେ ହିଁ ଗୋଟିଏ ଘର ଦ୍ୱାର ସଫା ହେବ, ବଡ଼ ବାଡ଼ି ଠିକ୍ ରହିବ। ଯଦି କାମ ନ କଲେ ସେଟା ସୁସଜ୍ଜିତ ହେବ କି? ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଏଣୁ ସେଇଠୁ ହିଁ ମଣିଷମାନଙ୍କୁ କାମ କରିବା ପାଇଁ ଦିଆଯାଇଛି। ସୃଷ୍ଟିର ଆରମ୍ଭରୁ ଆମେ ଯଦି ଜଗତକୁ ସୁସଜ୍ଜିତ କରିବାକୁ ଇଚ୍ଛା, ଆମ ଘରକୁ ଭଲରେ ସଜାଡ଼ିବାକୁ ଇଚ୍ଛା, ତେବେ କିଛି କାମ ନ କଲେ ଘର ସଜାଡ଼ି ହେବନି। ସେ ମା ବାରମ୍ବାର ଦେଖୁଛି ଆଉ ସଜାଡ଼ିବାର ଅଛି। ସେ କାମ କଲେ ହିଁ ଗୋଟେ ଘର ସୁନ୍ଦର ଦେଖାଯିବ। ଆଉ ଶୋଇ ରହିଥିଲେ ସେ ଦେଖାଯିବ। ଏଣୁ ଯାହା କିଛି ଆମକୁ ମିଳିଛି ବଗଡ଼ ବାଡ଼ି ବିଲ ଇତ୍ୟାଦି କେତେ ଜଣ ସୁସଜ୍ଜିତ କରିପାରିବ? ଆମେ ଓଡ଼ିଆ ଛାଡ଼ୁ, ଆମେ ଭଲରେ କାମ କରୁ। ଏଣୁ ପ୍ରଥମ ପଠନର ଲେଖକ କହନ୍ତି ଯେ ସକାଳେ ଯାହା ତମେ କରିଛ ସନ୍ଧ୍ୟାରେ ବନ୍ଦ କର। ତାର ଅର୍ଥ କ'ଣ? ଏବେ ଅନବରତ ଗୋଟେ ଜମିରେ ଯଦି ବୀଜ ପଡ଼ିଲା ବାରମ୍ବାର ଯିବାର ଅଛି ଦେଖିବା ପାଇଁ। ବିଲ ରୋଇ ଦେଲା ପରେ କେତେଜଣ ଧୀରେ ପାଣି ଅଛି ନା ନାହିଁ, ସବୁ ଜାଗାରେ ଲାଗିଛି ନା ନାହିଁ, ଏସବୁ ଦେଖୁଛି। ଏଣୁ ସେ ଉପଦେଶ ଲେଖକ କହୁଛି ତୁମେ ସନ୍ଧ୍ୟା ପର୍ଯ୍ୟନ୍ତ ତୁମେ ସଜାଗ ରୁହ। ଯଦି କାମ କରୁଛ ଆରମ୍ଭରୁ ଶେଷ ଯାଇ ଠିକରେ କର ବୋଲି ସେ କହିବାକୁ ଚାହୁଁଛନ୍ତି। ପ୍ରେଜ୍ ଦ ଲର୍ଡ, ପ୍ରେଜ୍ ଦ ଲର୍ଡ। ଯୀଶୁ ଉଠିଲେ, ଯୀଶୁ ଉଠିଲେ, ଯୀଶୁ ଉଠିଲେ। ଏଣୁ କାମର ଆବଶ୍ୟକ ଆମମାନଙ୍କ ଜୀବନରେ ତାହା ଆମେ ଜାଣିବା ଦରକାର। ଏଣୁ କାମର ମହତ୍ଵ ଅନେକ ହେଲା। କାମ କରିବା ମଣିଷ ଜୀବନକୁ କ'ଣ କରେ? ପ୍ରଥମେ ସିଏ ସୁସ୍ଥ ରହେ। ଯେଉଁମାନେ କାମ ଧାମ କରନ୍ତି ହେଲା, ଖାଲି ଯେ ତାର ବଗଡ଼ରେ ଅଛି ମିଳିବ ତାହା ନୁହେଁ, ବରଂ ସେ ସୁସ୍ଥ ରହିବ। ଯେ କାମ ଭଲରେ କରେ ନା ତାକୁ ରୋଗ ଆକ୍ରମଣ କରିବ, ଆଉ ମେଡ଼ିକାଲ ଯିବ, ହଜାର ହଜାର ଟଙ୍କା ବର୍ଷେ ବେଳେ ବେଳେ ଖର୍ଚ୍ଚ କରିବ। ଏଣୁ କାମର ଆବଶ୍ୟକତା ରହିଛି। ପ୍ରତ୍ୟେକ କାମରେ ଫଳ ବୋଲି ହିତୋପଦେଶରେ ଲେଖାଯାଇଛି। କେତେ 14 ଅଧ୍ୟାୟର 23 ପଦ। ବେଳେ ବେଳେ କ'ଣ ପଡ଼ିଛି ଏଠି ମୁଁ କାମ କରିବି, ଏଇଟା ତ ଠିକ ନାହିଁ, ଏଇଟା କ'ଣ କରିବି ହଉନାହିଁ ବୋଲି ଆମେ ମନ ଖରାପ କରିଥାଉ। କିନ୍ତୁ ଆମେ ମନେ ରଖିବା ଯେଉଁମାନେ କାମ କରୁଛୁ ହେଲା, ହଉ କି ନ ହଉ ଗତ ବର୍ଷ ତ ହେଲା ନା, ବର୍ଷ ଥାଉ, ଏମିତି ଆମର କାମ ଆମେ ଜାରି ରଖିବା ଦରକାର। ତେଣୁକରି କୁହାଯାଇଛି ଇଂଲିଶରେ ଫେଲିୟର ଇଜ ଦ ପିଲାର ଅଫ୍ ସକ୍ସେସ୍ ହେଲା। ବିଫଳତା ହିଁ ମଣିଷର ସଫଳତାର କାରଣ ହେବ। ଯଦି ପିଲାମାନେ ଫେଲ୍ ହେଲେ କେତେଟା ଘରେ ରଖିଦେଉଛନ୍ତି ମେଟ୍ରିକ୍, ସେମିତି ନାହିଁ। କେତେଟା ବଡ଼ ବଡ଼ ପଣ୍ଡିତ ମାନେ ବଡ଼ ବଡ଼ ଦେଶର ବଡ଼ ବଡ଼ ନେତା ହେଇଛନ୍ତି, ସେମାନେ ମେଟ୍ରିକ୍ ଫେଲ୍ ପିଲା, କିନ୍ତୁ ଯେତେବେଳେ ଚେଷ୍ଟା କରି ବାରମ୍ବାର ସେମାନେ ବଡ଼ ବଡ଼ ଅଫିସର ହେଇଥିଲେ। ବିହାଲି ବୋଲି ଆମର ଫାଦର ମାନଙ୍କର ଇଷ୍ଟ ଶାସ୍ତ୍ର
ନା କଣ ଜାଣିଛୁ? ଜନ୍ ମେରି ବିହାନି କାହିଁ ସମସ୍ତେ କୁହ ଆଉ जॉन मेरी बिहारी से सेमिनारी गला पास है काढ़ी देले आ विश्व कहले आपको आम नहीं पारिबो किछि जोड़ा दे पुतु माथि बोली ताको काढ़ी देले विश्व उठिले विश्व उठिले या पर कौन होला से मात्र इच्छा अठ नहले मते तार बहुत इच्छा आदो हेबा और प्रार्थना टिके से अधिक कम थिला तार प्रार्थना टिके प्रभु सुनी थिबे विश्वता को डाकुछि हो से डॉक्टर तो मना करछि देखबा गोटे सेमिनारी पठे बोली विश्व पठे तापर से चेष्टा करी बहुत कष्ट रे पाठ पढ़ी से पास है फादर हेला पर ताको से बारिश को पठाला ट्रांसलेशन और बोले बारिश को से बारिश रे घर द्वार ठीक नहीं पानी नहीं घर सब बंद के गिरजा को जाओ नाम से एक प्रकार अवस्था रे सचोट अवस्था रे से बारिश टा रही थी लोक के जाओ ये जाए आरंभ घर द्वार सफा कला तापर प्रार्थना कला प्रार्थना करो लोक आस्ते आस्ते चर्च को आसिले परवर्ती समय रे बारिश समस्त आसिले आउ किछि वर्ष गला पर से अंचल अन्य पारिश अन्य डायसेस अन्य देश लोक माने मध्य ता आगु जाई प्रार्थना करिबा पे पाप स्वीकार करिबा पे आसीले से दीर्घ 22 वर्ष गोटे पारिश रे रही से पारिश काम जमति करले लक्ष लक्ष लोक चेंज हे तापर पुरियो पिता माने से टाइम रे आ घोषणा कले जे से फादर मानकर इष्ट सब जे मध्य किंतु चेष्टा हमें करना आमे बेले बेले काम करी फालिया हे कते करी बोली ना करिबा को पड़िबो कारण एवरी हार्ड वर्क has a profit praise the lord praise the lord तबे आज रे दिन रे आमे मध्य जानिबा दरकार चाष हिसाब चाषी हिसाब जमी कह प्राय 12 प्रकार जमी अच्छी जमी को देखी विहन पड़ा दरकार एणु 12 प्रकार जमी केतेक जमी उपरे जो मैंने पाठ पढ़ुं से देखी को जमी कौन हो सेटा आमे जानिबा दरकार केमिति आमे ताकू चाष कले अधिक अमल करिबा से सब प्रोसेस आमे माने आउ टिके अन्य मानक ठारू बुझी सुझी आमे काम करिबा को पड़िबो आज रे दिन रे जते बेला आमे जमी भूमि उपरे चिंता करछु आ सते बेले मध्य हमकु मने पके दिया जाउछि जे आमे काम करिबा पाई एवं जमी प्रति बहुत इंटरेस्ट करिबा दरकार काम करिबा पे आग्रह प्रकाश करिबा जमी प्रति आमर प्रेम रहिबा दरकार से दीटा विषय हमें मने रखिबा काम केते अलसुआ हेबा को नै जमी को सबोले हमें जाई देखिबा पड़े से बगड़ हो बा बिलो हो बा पदर रे हमें सबोले जते हमें जाई परिबा से पाखो को सेते भलो फल अमल हेबार संभावना एटा मने जते आपण माने बुली परिबा जो बगड़ रे निजर बिलो रे सेति अमल हेबार संभावना अब 10 लगे देले आ समान वर्ष सरला पर जाई काजू तोळीरा बेले मझी मझी जाई निया लागि थिबो उठे आउ पतर गुच्छा काढु इत्यादि अनेक प्रोसेस अछि एणु जते आमे चाष विभाग रे ए कथा गुडी को आमे मने रखिबा दरकार द्वितीय बचन जदि आमे जीवा से छलो साधु पाउल बहुत बड़ कथा कहि जे काम न करो से कौन कही से भजन यदि काम न करवा लोक को भजन बंद तेबे आज दुनिया रे
ଅଧିକାଂଶ ବ୍ୟକ୍ତି ମାନେ ଅଳସ ଜୀବନ ଯାପନ ଆଉ ଏଇଟା ମଧ୍ୟ ମଣିଷକୁ ଅଳସୁଆ କରିଛି। ଏହା ପରିତାପର ବିଷୟ। ଏଣୁ ସମସ୍ତେ ଆମେ ପରିଶ୍ରମ କରିବା ଦରକାର, ପରିଶ୍ରମକୁ ଆମେ ଆପଣେଇବା ଦରକାର, ବେକାର ଆମେ ରହିବା ଅଭ୍ୟାସ କରିବା ଉଚିତ ନୁହେଁ। ଏଣୁ ଜୀବନରେ ଶୃଙ୍ଖଳିତ ଜୀବନ ଯଦି ଆପଣମାନେ ଅନୁଭବ କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ କ'ଣ କରିବାକୁ ପଡ଼ିବ? ପରିଶ୍ରମୀ ହେବା ଦରକାର। ଯେ ପରିଶ୍ରମୀ ସେ ସବୁବେଳେ ବିଜୟୀ ହୁଏ। ସିଦ୍ଧିର ମାର୍ଗ ଯେପରି ସୁଗମ ନୁହେଁ, ତଦ୍ରୂପ ଭଲ ଫସଲ ଅମଳ କରିବାକୁ ହେଲେ ଜଣେ ଚାଷୀର ଅନେକ ବିଷୟ ପ୍ରତି ମନୋଯୋଗୀ ହେବା ଦରକାର। ତେଣୁ ପରିଶ୍ରମୀ ସବୁବେଳେ ବିଜୟୀ ହୁଏ। 3 ଜଣ ଅନ୍ଧ, ଛୋଟ ଏବଂ କଳା, ଏ 3 ଜଣ ସାଙ୍ଗ ଥିଲେ। ସେମାନେ କ'ଣ କରୁଥିଲେ? ଦିନେ ସେମାନେ ଯାଉଛନ୍ତି ଜଙ୍ଗଲ ଦେଇ, ଗଲାବେଳେ ଦେଖିଲେ ଆମ୍ବ। ଜଣେ ଯିଏ ଛୋଟା ଡାକୁଛି ଯେ ଆମ୍ବ, ହେଲେ କଣା କରୁଛି ଯେ ହେଲେ କେମିତି ଆମେ ତୋଳିବା ବୋଲି, ଅନ୍ଧଟା କହୁଛି କେମିତି ତୋଳିବା। ସେତେବେଳେ ଛୋଟା ଆଇଡିଆ ଦେଉଛି, ଏତେ ବଢିଆ ଆମ୍ବ, ମୁଁ ତୋର ଉପରେ ଚଢ଼ିବି। ଅନ୍ଧ କହୁଛି ଯେ ମୁଁ ତୋର ଉପରେ, ମୋର ଉପରେ ତୁ ଚଢ଼ିବୁ, କାରଣ ମୁଁ ଟିକେ ଷ୍ଟ୍ରଙ୍ଗ, ଆଖି ସିନା ଦେଖିପାରୁନି। ତାପରେ ତତେ ମୋ ଉପରେ ଚଢ଼େଇବି, ତାପରେ ଚଢ଼େଇବି, କାରଣ ତୁ ଭଲ ଦେଖିପାରୁଛୁ, ତୋର ଗୋଡ଼ ସିନା ଠିକ ନାହିଁ, ତୁ ଭଲ ଦେଖିପାରିଛୁ। এই প্রকার ভাবে ସେମାନେ ପରସ୍ପର ସହଯୋଗରେ ଫଳ ମିଳେ, ଏଇଟା କହିବା ପାଇଁ ଚାହେଁ। ଖାଲି ବାପା ମା କାମ କରିବେ ଆଉ ପୁଅ ଝିଅମାନେ ବେଳେବେଳେ ଘରେ ରହୁଛନ୍ତି, ବେଳେବେଳେ ବାପା ମା ପୁଅ ଝିଅମାନଙ୍କୁ ଇଆଡ଼େ ସିଆଡ଼େ ପଠେଇ ସେମାନେ ଘୁଙ୍ଗୁଡ଼ି ମାରୁଛନ୍ତି। ଏସବୁ ହେବ। ସମସ୍ତେ ସାମୂହିକ ଭାବରେ ପରିଶ୍ରମ କରିବା ଦରକାର। ଏ ଦୁନିଆରେ ଆଗକୁ ବଢ଼ିବାକୁ ହେଲେ ସମସ୍ତଙ୍କର ହାତ ରହିବା ଦରକାର। ଏଣୁ ପରିଶ୍ରମ ତ ବିଭିନ୍ନ ପ୍ରକାର କାମ ଆମେ କରୁଛୁ। ଫାଦର ମାନେ ଆମେ ପ୍ରଚାର କରୁଛୁ, ସଂସ୍କାର ଦେଉଛୁ, ଅଫିସ କାମ ଗୁଡ଼ିକ ଅନେକ ଦେଉଛୁ। ପିଲାମାନେ ପାଠ ପଢ଼ି ପଢ଼ି ଘୁଷୁଛନ୍ତି ଆଉ ଚିନ୍ତା କରୁଛନ୍ତି ଭଲ ମାର୍କ ଆଣିବା ପାଇଁ, ସେଇଟା ମଧ୍ୟ ବାପା ମାନେ ବଗଡ଼, ଆଉ ବିଲ, ମା ମାନେ ତ ରୋଷେଇ, ପିଲାଙ୍କର ଯତ୍ନ ନେବା, ସମସ୍ତେ ଆମେ କରୁଛୁ, କିନ୍ତୁ ଭଲ ମାନର କାମ ଆମେ କରୁ। ଯାହା ଯେମିତି କରିବା କଥା ତାହା ଆମେ କରୁ। ସମସ୍ତେ ଆମେ ଭେଟ ମାରୁଛୁ ଗୋଟିଏ ଭଲ ମାନର କାମ କରିବା ପାଇଁ, ଗୋଟିଏ ଭଲ ମର୍ଯ୍ୟାଦାର କାମ କରିବା ପାଇଁ, ଗୋଟିଏ ଭଲ ଫଳ ପାଇବାର କାମ ଆମେ କରୁଛୁ ଯଥେଷ୍ଟ ହେଲା। କୋଉ ପ୍ରକାର କରୁଛୁ? ଗୋଟେ ଗାଡ଼ି ବ୍ରେକ୍ ଫେଲ୍ର ଗାଡ଼ି ଗଲା ଭଳିଆ, ବ୍ରେକ୍ ନଥିବା ଗାଡ଼ି କୁଆଡ଼େ ଯିବ ତାର ଠିକ ସେଇଭଳି ଆମର ମଧ୍ୟ ଯେତେବେଳେ ଆମେ କାମ ଗୋଟେ କରୁ, ଗୋଟେ ଲକ୍ଷ୍ୟ ଆମେ ହାସଲ କରିବାକୁ ହେଲେ ଗୋଟେ ଟାର୍ଗେଟ ମଧ୍ୟ କରିବାକୁ ପଡ଼ିବ। ଏଣୁ ଆଜିର ଏଇ ଦିନରେ ମୋର ସେଇ ଶିକ୍ଷା ଆପଣମାନଙ୍କୁ ଦେବାକୁ ଚାହେଁ। ଆମେମାନେ ସମସ୍ତେ ପରିଶ୍ରମୀ ହେବା, ସମସ୍ତେ ନିଜ ନିଜ କାମରେ ମାନ ରଖିଲା ଭଳି କାମ କରିବା, ତେବେ ଯାଇ ନିଶ୍ଚୟ ପ୍ରଭୁ ଆମମାନଙ୍କର ପରିଶ୍ରମରେ ସେ ଆଶୀର୍ବାଦ କରିବେ ଏବଂ ଆମେ ଗୋଟିଏ ମର୍ଯ୍ୟାଦା ଭାବରେ ଜଗତରେ ଆଗକୁ ଆମେ ବଢ଼ିପାରିବା। ଆଉ ସେ ଅନୁଗ୍ରହ ପ୍ରଭୁ ଆମ ସମସ୍ତଙ୍କୁ ଦିଅନ୍ତୁ। ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ।